ପିଲାମାନେ ଆଜି ଆମେ ଷ୍ଟାର୍ଟ କରିବା କ୍ଲାସ୍ 8 ଚାପ୍ଟର 3ର ଫୋର୍ଥ ପାର୍ଟ, ଯେଉଁଟାକି ମେସୋପଟାମିଆ ସଭ୍ୟତା କେମିତି ସଂଖ୍ୟା ପରିପ୍ରକାଶ କରୁଥିଲେ ସେ ବିଷୟରେ। କିନ୍ତୁ ତା ପୂର୍ବରୁ ଗୋଟେ ଅନୁଶୟ ମୁଁ ଜାଣିଶୁଣି ଛାଡ଼ିଥିଲି, ଯେଉଁଟାକି 69 ପେଜ୍ରେ ଅଛି। ତ ସେଇଟା ଫାଷ୍ଟ କରିବା, ତାପରେ ସେଇଟାର ଅଣ୍ଡରଷ୍ଟାଣ୍ଡିଂ ଆସିଯିବ ଆମର ପ୍ରପରଲି କେମିତି ଆମେ ନମ୍ବର ସିଷ୍ଟମ୍ ୟୁଜ୍ କରୁଛେ, ବେସ୍ କେତେ, ବେସ୍ ବିଭିନ୍ନ ପ୍ରକାର ବେସ୍ ନେଇକି। ତ ଏଟା ତାପରେ ମେସୋପଟାମିଆ ଶିଖିବା, ଯେଉଁଟାକି ବେସ୍ 60 ଉପରେ ଆଧାରିତ। ତା ପୂର୍ବରୁ ମୁଁ ଆରଥର ପାର୍ଟ 3ରେ ଗୋଟେ କ୍ୱେଶ୍ଚନ୍ ପଚାରିକି ଯାଇଥିଲି, ଯେଉଁଟାକି ଆର୍ ଭ୍ୟାଲୁଟା କେତେ ହେବ। ତ ଏଇଟା ବେସ୍ 5 ଭ୍ୟାଲୁ ପିଲାମାନେ। ଦେଲେ ମୁଁ ତୁମକୁ ଚିତ୍ରରେ ଦେଖିଥିଲି, ଏଠି ମଧ୍ୟ ଜିରୋର ଭ୍ୟାଲୁ କେତେ ଥିଲା। ତ ଏଇଠି ମୁଁ କରିଦେଉଛି ଏଇଟା। ଜିରୋର ଭ୍ୟାଲୁ ମାନେ ଜିରୋ ମାନେ ଗୁଲ ଚିହ୍ନର ଭ୍ୟାଲୁ 125। 125 ଯଦି 4ଟା ଅଛି, ମୁଁ 4 ଗୁଣିବି, ତାହେଲେ 500 ହେଲା। ସେମିତି ଏଇଟା ଷଡ଼ଭୁଜର ଭ୍ୟାଲୁ କେତେ, ଷଡ଼ଭୁଜର ଭ୍ୟାଲୁ 25। ଏଠି 3 ଗୁଣିବି, 25 3 75। ତ ଆଉ କ'ଣ, ଚତୁର୍ଭୁଜ କେତେ ଅଛି, 3ଟା ଅଛି, ତା ଭ୍ୟାଲୁ 5। 5 ଗୁଣ 3 5 3 15। ତାପରେ ତ୍ରିଭୁଜ 4ଟା ଅଛି ମାନେ 4। 4 ଗୁଣ 1। ଆଉ ତାହେଲେ ଏଗୁଡ଼ା ସବୁ ଯୋଗ କରିଦେଲେ ଯେତିକି ଆସିବ, ତା ଭ୍ୟାଲୁଟା ଏତିକି ଆସିବ। ଏସବୁ ଯୋଗ କରିଦେବ, 575 15 4, ଭ୍ୟାଲୁ ଆସିବ 594। ପିଲାମାନେ ଆଟେମ୍ପ୍ଟ କର, କମେଣ୍ଟ ଦେଖୁଥିଲି କାହିଁ ବେଶୀ ପିଲା ଆଟେମ୍ପ୍ଟ କରିନାଅ। ଏଇଟା ଆଟେମ୍ପ୍ଟ କର, ଯଦି ଭୁଲ ହେଉଛି ଦେଖିବା, ମୁଁ ତ ନେକ୍ସଟ ଭିଡ଼ିଓରେ ସଲ୍ଭ କରିଦେଉଛି, କିନ୍ତୁ ଆଟେମ୍ପ୍ଟ ମିନିମମ୍ କର। ହଉ, ଏବେ ଆସିବା ଆମର ଅନୁଶୀଳନୀ ନିଜେ କରି ଦେଖ, ଯେଟା 69 ପେଜ୍ର। ତ ମୁଁ କ୍ୱେଶ୍ଚନ୍ ଲେଖିଦେଉଛି, ତାପରେ ଦେଖିବା। ତାହେଲେ 1 ନମ୍ବରରେ କ୍ୱେଶ୍ଚନ୍ କ'ଣ କହିଲା, ଏପରି କୌଣସି ସଂଖ୍ୟା ଅଛି କି ଯାହାକୁ ମିଶ୍ରୀୟ ପ୍ରଣାଳୀରେ ପରିପ୍ରକାଶ କଲେ ସଂଖ୍ୟାତ 10 ଥର, ଗୋଟିଏ ସଂଖ୍ୟାତ 10 ଥର କିମ୍ବା ତାଠାରୁ ଅଧିକ ଥର ଆସିଥାଏ, କାହିଁକି ନୁହେଁ। ଏଇଟା ପିଲାମାନେ ଆନ୍ସର୍ ନା ହେବ, କାହିଁକି ନୁହେଁ। ମୁଁ ତୁମକୁ ଲେଖିଦେଉଛି, ତାପରେ ବୁଝାଉଛି। ଦେଖ ପିଲାମାନେ, ଆର ଆନ୍ସର୍ଟି ମୁଁ ଲେଖିଦେଇଛି, କାରଣ ଭିଡ଼ିଓ ଲଙ୍ଗ୍ ହେବ ଯଦି ମୁଁ ବସିକି ଲେଖିବି। ଏଇଠି ଭିଡ଼ିଓଟି ଲେଖିଦେଇଛି, ତୁମେ ବୁଝେଇ ଦେଉଛି କ'ଣ ହେଉଛି। କହିଲା ଯେ କ୍ୱେଶ୍ଚନ୍ ଯେଟା କହିଲା, ତାର ଆନ୍ସର୍ କ'ଣ ଲେଖିଲି ନା ଏପରି କୌଣସି ସଂଖ୍ୟା ନାହିଁ ଯେଉଁଟାକି ମିଶ୍ରୀୟ ସଂଖ୍ୟା ପ୍ରଣାଳୀରେ ଯେତେବେଳେ କୌଣସି ସଂଖ୍ୟା ତ 10 ଥର ହୋଇଯାଏ। ଧର ଆମେ ତୁମକୁ ଯୋଗ କଲାବେଳେ ମୁଁ କହିଥିଲି, ଏଇଠି ଦେଖ, ଏଇଟା 10 ଥର ହେଇଗଲା। ତା ଉପର ମାର୍ଗଦର୍ଶିତାକୁ ଆମେ ନେଉଥିଲେ, ଏଇଟା 10 ଥର ହେଇଗଲା, ତା ଉପର ମାର୍ଗଦର୍ଶିତା କିଏ, ଏଇ ଚିହ୍ନଟା ଆମେ ନେଉଥିଲେ। ସେମିତି ଏଟା ଯେତେବେଳେ ଗାର ଚିହ୍ନଟା 10 ଥର ହେଇଗଲା, ତା ଉପର ମାର୍ଗଦର୍ଶିତା କିଏ, ମାର୍ଗଦର୍ଶିତା ମାନେ ଚିହ୍ନ, ଏଇ ଚିହ୍ନ। ଦେଖ, ଯଦି ଏଇଟା 10 ଥର ହେଇଗଲା, ତା ଉପର ମାର୍ଗଦର୍ଶିତା ଇଏ, ସେମିତି ତା ଉପରେ ଇଏ, ଏମିତି ଉପରକୁ ଯିବ। ତ ସେଇଟା ମୁଁ ଲେଖିଲି। ନା ଏପରି କୌଣସି ସଂଖ୍ୟା ନାହିଁ ରହିଲା, ଏଠି ସରିଲା। ତାପରେ ଲେଖିଲି ମିଶ୍ରୀୟ ସଂଖ୍ୟା ପ୍ରଣାଳୀରେ ଯେତେବେଳେ କୌଣସି ସଂଖ୍ୟା 10 ଥର ହୋଇଯାଏ, ସେଗୁଡ଼ିକୁ ଏକାଠି କରି ପରବର୍ତ୍ତୀ ବୃହତ୍ତମ ମାର୍ଗଦର୍ଶିତ ସଂଖ୍ୟାର ଏକ ନୂତନ ସଂକେତରେ ପରିଣତ ହୋଇଯାଏ। କେମିତି ନା, ଗୋଟେ ଉଦାହରଣ ଦେଲି। 10ଟି ଯଦି ଆମେ ବାଡ଼ି ଚିହ୍ନ ନେଉଛେ, ଏଇଠି ଯେଟା ଗାର ଚିହ୍ନ ଥିଲା 1ର, ତ ତାପରେ 10ଟି ଯଦି ଗୋଟେ ଗାର ଚିହ୍ନ ନେଉଥିଲେ, ତ ମିଶି ଗୋଟିଏ ଉଲ୍ଟା ଏନ୍ ସଂକେତ ହୋଇଯାଏ। ସେମିତି 10ଟି ଉଲ୍ଟା ଏନ୍ ହେଲେ ଗୋଟେ କୁଣ୍ଡଳ ଚିତ୍ର ହୋଇଯିବ, ତା ଉପର ମାର୍ଗଦର୍ଶିତା ଯେଟା ଥିବ। ତେଣୁ କୌଣସି ଗୋଟିଏ ସଂଖ୍ୟା 10 କିମ୍ବା ତାଠାରୁ ଅଧିକ ଥର ବ୍ୟବହୃତ ହୁଏ ନାହିଁ। ତାହେଲେ 2 ନମ୍ବର କ'ଣ କହିଲା, 2 ନମ୍ବର କ୍ୱେଶ୍ଚନ୍ଟି ଲେଖିଦେଇଛି। କହିଲା 4 ଆଧାର ବିଶିଷ୍ଟ, ଏଇ ଯେ ମିଶ୍ରୀୟ ସଂଖ୍ୟାର ଆଧାର କେତେ ଥିଲା, 10 ଥିଲା। ସେମିତି ଏ ଯେ ଗୁଲ ତ୍ରିଭୁଜ, ଆର ଆଧାର ବେସ୍ କେତେ ଥିଲା, 5 ଥିଲା। ଏମିତି ସେ କହିଛି 4 ଆଧାର ବିଶିଷ୍ଟ ଗୋଟିଏ ନିଜର ସଂଖ୍ୟା ପ୍ରଣାଳୀ ସୃଷ୍ଟି କର, ତାପରେ 1ରୁ 16 ପର୍ଯ୍ୟନ୍ତ ଲେଖିବା। ନିଜର ସଂଖ୍ୟା ପ୍ରଣାଳୀ ମାନେ କ'ଣ, ଆମେ ନିଜର ସିମ୍ବଲ୍ ଦେଇପାରିବା। 1କୁ କେ ସିମ୍ବଲ୍ ଦେବା, 2କୁ କେ ସିମ୍ବଲ୍ ଦେବା, ମାନେ ଦେଖିବା କେମିତି ହେଉଛି, ମୁଁ ଦେଖାଉଛି ତୁମକୁ। ପିଲାମାନେ ଆମେ ଷ୍ଟାର୍ଟ କରିବା ତାହେଲେ ଏବେ। ତ ପ୍ରଥମେ ଆମେ ସିମ୍ବଲ୍ ଦେବା, ଆଗେ ଲେଖିବା ସଂଖ୍ୟା କାହାକୁ, 4। 4 ଆଧାର କହିଛି, ତାହେଲେ 4 ପାୱାର 0, 4 ପାୱାର 0 ମାନେ 1। ଆଗେ ଲେଖି ଦେଉଛୁ, ତାପରେ ସିମ୍ବଲ୍ ଗୋଟେ ଗୋଟେ ତିଆରି କରିବା ଆମେ ଆଙ୍କ ପାଇଁ। 4 ପାୱାର 1 ପାଇଁ ମାନେ 4 ପାଇଁ, ମାନେ ଦେଖ ବେସ୍ 4 ନେଇକି ମୁଁ କରୁଛୁ ନା, ତ ଭ୍ୟାଲୁ ଏଗୁଡ଼ାକ ଧରିବ 1 4 4 16 ସେମିତି ଧରିପାରିବ। କିନ୍ତୁ ଆମେ 4 ଆଧାର ପାଇଁ 4 ପାୱାର 0 ଏଠି କଲାବେଳେ ମୁଁ ପିଲାମାନେ ଦେଖ ତୁମକୁ ଦେଖେଇଥିଲି 10ର ପାୱାର 0 10ର ପାୱାର 1 ଉପର ଭ୍ୟାଲୁଟା ଆମେ ଧରିପାରେ। କିନ୍ତୁ এটা দেখছো তো 0 1 2 ফর্মে ରଖିଛି, ଏଟା ବି ସେୟା। ହଉ, ମାନେ ମୁଁ ଲେଖିଦେଉଛି 4 ପାୱାର 2 4 4 16, 4 ପାୱାର 3 64। ଆଉ ବେଶୀ ଯିବାନି, କାରଣ ସେ ମାତ୍ର କେତେ 16 ପର୍ଯ୍ୟନ୍ତ କହିଛି ବୋଧେ। ହଁ, 16 ପର୍ଯ୍ୟନ୍ତ କହିଛି। ତ ଗୋଟେ ସିମ୍ବଲ୍ ଏବେ ତିଆରି କରିବା। ଆମ ମନ ଇଚ୍ଛା ଆମେ ଯେ ସିମ୍ବଲ୍ ନେଇତେ ଚାହିଁବା ନେଇପାରିବା। ହଉ, ଆ ପାଇଁ ମୁଁ ଭାବୁଛି ଏଇ ସିମ୍ବଲ୍ଟି ନେବା। ଆମ ଇଚ୍ଛା, ଆମେ ଯାହା ନେଇପାରିବା। ତୁମେ ବି ପିଲାମାନେ ତୁମ ମନ ଇଚ୍ଛା କୌଣସି ଗୋଟେ ସିମ୍ବଲ୍ ନେଇତେ ଚାହୁଁଛ, ସେଇ ଅନୁସାରେ ନେଇପାରିବ। ଏଟା ଗୋଟେ ନେଲି, ତ 1 ପାଇଁ ମୁଁ ଏଇ ସିମ୍ବଲ୍ ନେଲି।
4 ପାଇଁ ଆଉ आ ପାଇଁ ଗୋଟେ ଯେକୌଣସି ସିମ୍ବଲ୍ ନେବା ଯେମିତିକି ଏମିତି ସିମ୍ବଲ୍ଟା ନେବା ହେଲା। ଆଉ ଗୋଟେ ରହିଲା आ ପାଇଁ ମୁଁ ଭାବୁଛି ଏମିତି ସିମ୍ବଲ୍ ନେବା। এটা ଦରକାର ହେବନି 64 ବୋଧେ ଆମ କେସ୍ରେ, କାରଣ 16 ପର୍ଯ୍ୟନ୍ତ ଲେଖିବା ନା, এটা ଗୁଲ୍ ପିଲା ଡବଲ୍ ରାଇଟ୍ ହେଇଗଲା। ତ ଆମ ସିମ୍ବଲ୍ ଏମିତି ଦେଇଦେଲେ। ଏବେ 1 ରୁ 16 ପର୍ଯ୍ୟନ୍ତ ଲେଖିବା। ହଉ, ସିମ୍ବଲ୍ ପିଲାମାନେ କେମିତି ରହିଲା? ହଉ, ଯଦି ସିମ୍ବଲ୍ ଟିକେ ଗଡ଼ବଡ଼ ହେଉଛି ମୁଁ ଏଇଠୁ ଆରମ୍ଭ କରୁଛି ତଳକୁ। 1 ଲେଖିବା, ସରି 2 ନମ୍ବର, ସେଇ 2 ନମ୍ବର ତ 1 କୁ କେମିତି ଲେଖିବା? ତାହେଲେ 1 କୁ ଆମେ ଏରକ ଲେଖିପାରିବା, 1 କୁ ଏମିତି ଲେଖିପାରିବା। 2 କୁ କେମିତି ଲେଖିବା? 2 କୁ 2 ଥର ଏମିତି। এক ସିମ୍ବଲ୍ଟା ମୁଁ ବେତାଳିଆ ନେଲି, ଆମକୁ କଷ୍ଟ ହେଉଛି ଲିଜୁ କରିବା ପାଇଁ, ଆମକୁ ସିଧା ଗାର ନେଇଥିଲେ ବେଶୀ ଇଜି ହେଇଥାନ୍ତା। ହଉ ଛାଡ଼, ଠିକ୍ ଅଛି। 3 କୁ 3 ଥର 1, 4 କୁ କ'ଣ ନେବା? 4 କୁ ଗୋଟେ ଗାର ନାଇଁ ନେବା, 4 ହେଇଗଲା ମାନେ ଗୋଟେ ଗାର ଆସିଯିବ। 5 ପିଲାମାନେ ତୁମେ ଯେତେବେଳେ କରିବ ଏଇ ସିମ୍ବଲ୍ଟାକୁ ନ ନେଇକି ଅଲଗା କିଛି ସିମ୍ବଲ୍ ନେବ, ନହେଲେ ଏଇଟା କରତେ ଟିକେ ଅଡ଼ୁଆ ହେଉଛି, ତଥାପି କରତେ ଚାହିଁଲେ କରିପାରିବ, କିଛି ନାହିଁ। ହଉ, 5 ମାନେ 4 ଯୁକ୍ତ 1, 4 ପାଇଁ ଆମେ କ'ଣ ନେଲେ? 4 ପାଇଁ ଏଇଟା ନେଲେ, ଆଉ ଗୋଟେ 1 ପାଇଁ 1 ସିମ୍ବଲ୍ ଆମର ଏଇଟା। 6 ନେବା, 6 ଫେର ପୁଣି କେମିତି ନା 4 5 6, 5 4 5 6। ହଉ, 7 ଏମିତି 4 5 6 7। 8 ନେବା, 8 ପାଇଁ 4 4 8, ଏଟାକୁ 4 ଥର ନେବାନି। ଯେମିତି ଏଇଟା 10 ତ ଗୋଟେ ସଂଖ୍ୟା ରିପିଟ୍ ହେଉନଥିଲା, ଗୋଟେ ସିମ୍ବଲ୍ ରିପିଟ୍ ହେଉନଥିଲା, ଏଠି ଆମେ 4 ଥର ରିପିଟ୍ ହେଇପାରିବ ନାହିଁ, କାରଣ 4 ଆମର ବେସ୍ ରହିଲା। ଆଉ ସେ ଯେ ଗୁଲ୍ ତ୍ରିଭୁଜର 5 ଥର ରିପିଟ୍ ହେଇପାରିବନି, କାରଣ ବେସ୍ 5 ଥିଲା ଏଟାର। ହଉ, 8 ଗଲା ପରେ 9 ପାଇଁ କ'ଣ? 2 ଥର ଏଇ ତୀର ଚିହ୍ନ, 8 ହେଇଗଲା, ଏଟା 9। 10 ପାଇଁ 8 9 10 ହେଲା। ଏବେ କରିବା 11 ପାଇଁ। ମୁଁ ଏଇଟା ଏଇଠି ରଖୁଛି ତୁମ ଆଖି ଆଗରେ, ସେଥିପାଇଁ ମୁଁ ଏଇଠି ଉପରେ କଲିନି, ଏଇଠି କଲି। 11 କେମିତି? 8 ବଙ୍କା ହେଇଗଲା। ହଉ, 8 ଏଟା 9 10 11 ହେଇଗଲା। ଏବେ 12, 4 3 12, ମାନେ ଏଟା 4 ଥର ଆସିପାରିବନି, ତାହେଲେ 4 4 8 4 12, 1 2 3 4 3 12, 4 4 8 4 12। ଏବେ 13, ଏତିକି 12, ତାପରେ ଏଟା 13, 1 ଲଗେଇଲେ ଆମେ 13 ପରେ 14। ଦେଖ, ଆମେ ନିଜେ ନିଜର ସଂଖ୍ୟା ପ୍ରଣାଳୀ ସୃଷ୍ଟି କଲେ, ବେସ୍ 4 ନେଇକି 5 ନେଇକି ଆଉ 10 ନେଇକି ଶିଖିଗଲା ପରେ ଏବେ 60 ବେଜ୍ରେ ମେସୋପଟାମିଆ ପଢ଼େଇନି, ହେଲେ ଇଜି ହେଇଯିବ ତୁମକୁ। ସେଥିପାଇଁ ମୁଁ ଏଟାକୁ ଛାଡ଼ିଥିଲି, କାରଣ ରିଭିଜନ୍ ବି ହେଲା ତୁମର, ଆଉ ପୁରା କ୍ଲିଅର୍ ହେଇକି ମେସୋପଟାମିଆକୁ ଯିବା। ହଉ, 14 ମାନେ କି 12 13 14 15, ଏତିକି 12 13 14 15 ହେଲା। ଏବେ ଯିବା 16 ପାଇଁ। ଦେଖ, ଆମ ସିମ୍ବଲ୍ ଏଟା ଆସୁଛୁ। 16 ପାଇଁ ଆମେ ଆଉ ଏଟା ଲେଖିବା ନା 4 ଥର। ମୁଁ କ'ଣ କହିଥିଲି? ଏଟା ଦେଖ, ଏଟା ହେଲେ ଆମ ଯଦି ଏଇ ଫର୍ମରେ ଯିବା, ଏଟା 3 ପରେ 4 ପରେ ଏଇ ଫର୍ମକୁ ଆସିଗଲା। ଏଇ ଫର୍ମଟା 4 ଥର ହେଇଗଲେ ତା ଉପର ଫର୍ମକୁ ଯିବା, ଉପର ମାର୍ଗଦର୍ଶିତା ମାନେ ଏଇଟା। ସେମିତି ବି ଆମର ଏଠି ଉପରେ ଲେଖିଛେ, ଏଠି 16 ପାଇଁ ଏଟା ହେଲା। ତ ଆମେ ନିଜର ସଂଖ୍ୟା ପ୍ରଣାଳୀ ବି ଲେଖିକି ପୁରା କରିଦେଲେ, 1 ରୁ 16 ପର୍ଯ୍ୟନ୍ତ ସବୁ ସଂଖ୍ୟା ଲେଖିଦେଲେ। ହଉ, ତାପରେ ଯିବା ନେକ୍ସଟ କ୍ୱେଶ୍ଚନ୍ 3 ନମ୍ବର। ପିଲାମାନେ 3 ନମ୍ବରଟି ମୁଁ ଏଇଠି କରିଦେଉଛି, କାରଣ କାର୍ଯ୍ୟ ନଷ୍ଟ କରିବା ନାହିଁ। 3 ନମ୍ବରରେ କ'ଣ କହିଲା? ଆମେ ତିଆରି କରିଥିବା 5 ଆଧାର ବିଶିଷ୍ଟ ସଂଖ୍ୟା ପ୍ରଣାଳୀରେ ଦିଆଯାଇଥିବା ସଂଖ୍ୟାକୁ 5ରେ ଗୁଣିବା ପାଇଁ ଏକ ସରଳ ନିୟମ ଲେଖ। ତ ଏଟା ମୁଁ ଲେଖିଦେଉଛି, ତାପରେ ତୁମେ ବୁଝେଇଦେବି। ଦେଖ ପିଲାମାନେ, ମୁଁ ଏଟା ଲେଖିଛି, କ'ଣ ଲେଖିଛି ଭଲସେ ଦେଖିବା ଆମେ। 5 ଆଧାର ବିଶିଷ୍ଟ ପ୍ରଣାଳୀରେ ପ୍ରତ୍ୟେକ ମାର୍ଗଦର୍ଶୀ ସଂଖ୍ୟା ହେଉଛି 5ର ଏକ ଘାତ। ନିହାତି ହେଇଥିବ, 5 ଯେମିତି ଏଟା 4 ବେଳେ 4ର ଘାତ ହେଉଥିଲା, ସେମିତି 5 ବେଳେ 5ର ଘାତ ହେଉଥିବ, ଯଥା 1 5 25 125 625 ଏମିତି ବଢ଼ି ବଢ଼ି ଯିବ। ଏହି ପ୍ରଣାଳୀରେ ଦେଖ, ଏଇଠୁ ଲେଖିଲି, ଏହି ପ୍ରଣାଳୀରେ କୌଣସି ସଂଖ୍ୟାକୁ 5 ଦ୍ୱାରା ଗୁଣନ କରିବାର ସରଳ ନିୟମ ହେଉଛି ସେହି ସଂଖ୍ୟାର ବ୍ୟବହୃତ ହୋଇଥିବା ପ୍ରତ୍ୟେକ ସଂକେତକୁ ତା'ର ପରବର୍ତ୍ତୀ ଉଚ୍ଚତର ମାର୍ଗଦର୍ଶୀ ସଂଖ୍ୟାର ସଂକେତକୁ ପରିବର୍ତ୍ତନ କରିବା। ଧର ଏଇଠି ମୁଁ
এইটি 5 ଗୁଣିଲି ତାହେଲେ ଏଇଟା ହେଇଯିବ ଅବଭିୟସଲି 25 ଯଦି 5 ଗୁଣୁଛୁ 125 ହେଉନି କି ତାହେଲେ ତା ଉଚ୍ଚ ତା ପରବର୍ତ୍ତୀ ମାର୍ଗଦର୍ଶୀ ସଂକେତ ଆସୁନି କି ସେମିତି ଯେକୌଣସିରେ ମୁଁ ଏଠି ଯଦି 5 ଗୁଣିଲି ଏଟା ଆସିବ ଏଠି ଗୁଣିଲେ ଏଟା ଆସିବ ତା ଉପରଟା ଆସି ଯିବ ସେଇଟା ମୁଁ ଲେଖିଛି କିଛି ନାହିଁ ପିଲାମାନେ ପଜ୍ କରିକି ଏଟା ପିଲାମାନେ ଲେଖିଦେବ ପିଲାମାନେ ଏବେ ଆମେ ମେସୋପଟାମିଆନ୍ ସିଷ୍ଟମ୍ ବିଷୟରେ ପଢ଼ିବା ଏଠାର ବେସ୍ 60 ହେଉଥିଲା ଯେମିତି ଆମେ ବେସ୍ 10 4 5 ନେଇକି ସବୁ କଲେ ତ ଏଟା ବେସ୍ 60କୁ ନେଇକି ସେମାନେ କରୁଥିଲେ କିନ୍ତୁ ଏଠି ବହୁତ ଇନକନସିଷ୍ଟେନ୍ସି ଥିଲା ତାଙ୍କ ସିଷ୍ଟମ୍ରେ ତ ସେଇଟା ଆମେ ଦେଖିବା ତ ସେମାନେ ଫାଷ୍ଟ ମୁଁ ଟିକେ ଦେଖାଇ ଦେଉଛି କେମିତି କ'ଣ ନେଉଥିଲେ ମୁଁ ତ ଥିଓରି ପଢ଼ିବାକୁ ଚାହୁଁନାହିଁ ଯଦି ଥିଓରି ପାଇଁ ତୁମେ ଚାହୁଁଛ ପୁରା ଗୋଟେ ନୋଟ୍ ସହ ପ୍ରିପେୟାର କରିବି ମୁଁ ଭିଡ଼ିଓ ଯଦି ତୁମେ କମେଣ୍ଟରେ ଲେଖିବ ଯେ ଆମେ ଥିଓରି ଚାହୁଁଛେ ସାର୍ ନହେଲେ ମୁଁ କେବଳ ଏବେ ପାଇଁ ନିଜେ କରି ଦେଖ ଗୁଡ଼ାକ ଉପରେ ଫୋକସ୍ କରୁଛି ଛାଡ଼ ତ 1 ପାଇଁ ସେମାନେ ଏଇ ସିମ୍ବଲ୍ ୟୁଜ୍ କରିଥିଲେ 60 ପାଇଁ ତାଙ୍କର ବେସ୍ 60 ଥିଲା ମନେ ରଖିଥିବ 60 ପାଇଁ ଏଇ ସିମ୍ବଲ୍ଟା ୟୁଜ୍ କରୁଥିଲେ ତାପରେ 60ର ଫେର୍ 60ର ପାୱାର 2 ଏଇଟା 60ର ପାୱାର 1 ପାଇଁ ଏଇଟା ୟୁଜ୍ କରୁଥିଲେ 60ର ପାୱାର 2 ଯେତିକି କେତେ 3600 ପାଇଁ ସେମାନେ ତ ମୁଁ ଇନକନସିଷ୍ଟେନ୍ସି କ'ଣ ପାଇଁ କହୁଛି ନା ପରବର୍ତ୍ତୀ ସମୟରେ ସେମାନେ ଏଟାକୁ ଏଇ ଯେ ସିମ୍ବଲ୍ଟାକୁ ୟୁଜ୍ ନ କରିକି ପ୍ରଥମେ କ'ଣ କଲେ ସ୍ପେସ୍ ଦେବା ଷ୍ଟାର୍ଟ କଲେ ମୁଁ ବୁଝିନି କ'ଣ ହେଉଛି କ'ଣ ନାହିଁ ସବୁ ବୁଝେଇବି 60ର ପାୱାର 3 ମାନେ 21 ଏତିକି ତ ଏତିକି ପାଇଁ ସେମାନେ 3 ଏମିତି ବଢ଼ି ବଢ଼ି ଗଲେ ବୁଝିଲେ ତ ଠିକ୍ ଅଛି ତ ଏଟାକୁ ପ୍ରଥମେ ସେମାନେ ଏମିତି ଲେଖୁଥିଲେ ତାପରେ କ'ଣ ହେଲା ତାହେଲେ ଆମେ ଗୋଟେ ଏକ୍ଜାମ୍ପଲ୍ ନେବା ତାପରେ ମୁଁ ତୁମକୁ ଦେଖିବି ସେମାନେ କ'ଣ କଲେ ଏଟାକୁ କେମିତି ଅମିଟ୍ କଲେ ଧୀରେ ଧୀରେ ତ ଆଗେ 640 ତୁମ ବହିରେ ଗୋଟେ ଏକ୍ଜାମ୍ପଲ୍ ଅଛି 640କୁ ଆମେ କେମିତି ଲେଖିପାରିବା 10 ଗୁଣ 60 600 ହେଇଗଲା ଦେଖ 60 ଫୋନ୍କୁ ଆମକୁ ଭାଙ୍ଗିତେ ଅଛି 60 ନହେଲେ 360 ହଁ 60 ନହେଲେ 3600 ନହେଲେ ଏତିକି ବାଟ ତ ଆମେ ଯାଇପାରିବାନି ବହୁତ ବଡ଼ ସଂଖ୍ୟା ହେଇଯିବ କିନ୍ତୁ ଏତିକି ଫୋନ୍କୁ ଭାଙ୍ଗିବା ତାମାନେ ଏତିକି ଗୁଣିଲେ ଏତିକି ସହିତ 10 ଗୁଣିଲେ ଆଉ ହଁ ଆଉ ଗୋଟେ ସଂକେତ ମୁଁ କହିତେ ଭୁଲିଯାଇଛି ପିଲାମାନେ ମାନେ ଏଇ ସଂକେତଟା ୟୁଜ୍ କରୁଥିଲେ ଏଇଟା 10 ପାଇଁ 1 ପାଇଁ ଏଇଟା 60 ପାଇଁ ଏଇଟା ଆଉ 10 ପାଇଁ ଏଇଟା ମନେ ରଖିଥିବ ହେଲା ହଉ ଏଇଟା ୟୁଜ୍ କଲେ ମାନେ ଏଇଟା କେତେ ହେଲା 600 + 40 ତାହେଲେ ଏଇଟା କ'ଣ ଲେଖିବା ନା ଆ ପାଇଁ 10 ମୁଁ କହିଲି ତାହେଲେ 10 60 ପାଇଁ ତ ଆମର ଚିହ୍ନ ଅଛି ଏଇଟା 40 ପାଇଁ ଏଟାକୁ 4 ଥର ଲେଖିବା 40 ମାନେ 10କୁ 4 ଥର ଲେଖିବା ଦେଖିଲେ ପିଲାମାନେ ତ ପରବର୍ତ୍ତୀ ସମୟରେ ସେମାନେ କିସ କଲେ ନା ଏଇଟାକୁ ଉଠେଇଦେଲେ ମାନେ କେବଳ ଏତିକି ଲେଖିଲେ ମଝିରେ କିନ୍ତୁ ସ୍ପେସ୍ ଦେଇଦେଲେ ଭଲସେ ମୁଁ ଯେଟା କହୁଛି ଭଲସେ ଲକ୍ଷ୍ୟ କରିବ ଧର 640 ଲେଖିତେ ଚାହୁଁଛନ୍ତି ସେମାନେ ପରବର୍ତ୍ତୀ ସମୟରେ ଏଟା ଫାଷ୍ଟ ଲେଖୁଥିଲେ ତାପରେ ସେମାନେ ଏମିତି ଲେଖିଲେ ଅଲଗା ଗାର ମାର୍କ ହେଉଛି କ'ଣ ହେଲା ନା ଏଇ ଯେ ଚିହ୍ନଟାକୁ ତା ବଦଳ ଖାଲି ସ୍ପେସ୍ ଦେଇଦେଲେ ତାମାନେ ସେମାନେ ମନେ ମନେ ଭାବିଲେ ଯେ ସ୍ପେସ୍ ରହିଲା ମାନେ ଏଇଟା ଅଛି କିନ୍ତୁ ଏଠି ଗୋଟେ ପ୍ରୋବ୍ଲେମ୍ କ'ଣ ହେଲା ଏଠି 60 ଅଛି କି 3600 ଅଛି କି ଏଇଟା ଅଛି ଆମେ ଜାଣିବା କେରକ এই যে এই যে ଜାଗାରେ ସ୍ପେସ୍ଟା ଦେଲେ ତ ସ୍ପେସ୍ ପାଇଁ ଆମେ କେଟା ୟୁଜ୍ କରିଛେ ସେମାନେ ପରେ ପ୍ରୋବ୍ଲେମ୍ ହେଲା ତାପରେ ସେମାନେ କ'ଣ କଲେ ନା ସ୍ପେସ୍ଟା ବଢ଼ା କମା କଲେ ଧର 60 ଅଛି ତା ପାଇଁ କମ୍ ସ୍ପେସ୍ ଦେଲେ 3600 ଅଛି ତା ପାଇଁ ବେଶୀ ସ୍ପେସ୍ ଦେଲେ ଏଟା ଅଛି ତା ପାଇଁ ଆହୁରି ବେଶୀ ସ୍ପେସ୍ ଦେଲେ ତ ସେଟା ବି ବହୁତ କନଫ୍ୟୁଜନ୍ ହେଲା ତ ସେଇଟା ମୁଁ ତୁମ ବହିରେ ଅଛି ମୁଁ ଟିକେ ଦେଖାଇ ଦେଉଛି ଦେଖ ପିଲାମାନେ ତ ତୁମ ବହିରେ ଅଛି ଚିତ୍ରଟା ଦେଖିପାରୁଥିବ ଦେଖ ପ୍ରଥମେ ଆମେ ଏମିତି ୟୁଜ୍ କରୁଥିଲେ 640 ପାଇଁ ଏମିତି ଲେଖୁଥିଲେ ଆଉ ଏ ବଡ଼ ସଂଖ୍ୟାଟି ପାଇଁ 7530 ପାଇଁ ସେମାନେ ଏମିତି ଲେଖୁଥିଲେ ଠିକ୍ ଅଛି କିନ୍ତୁ ପରେ ସେମାନେ କ'ଣ ଆରମ୍ଭ କଲେ ନା ସ୍ପେସ୍ ଏହା ବଦଳ ସ୍ପେସ୍ ଖାଲି ସ୍ଥାନ ଛାଡ଼ିବା ଷ୍ଟାର୍ଟ କଲେ କିନ୍ତୁ ତାର ପ୍ରୋବ୍ଲେମ୍ କ'ଣ ହେଲା ଦେଖ ଏଇ ଦୁଇଟା ଭିତରେ ଲକ୍ଷ୍ୟ କର ଏଠି 2 ଅଛି ବୋଲି ଟିକେ ବେଶୀ ସ୍ପେସ୍ ଦେଇଛନ୍ତି 1 ଅଛି ବୋଲି କମ୍ ସ୍ପେସ୍ ଦେଇଛନ୍ତି ତ ଏଠି ଆହୁରି ବେଶୀ କନଫ୍ୟୁଜନ୍ ହେଲା ତ ହଉ ସେଟା ତ ଆମେ କରିବା ଏବେ ଆମେ ଯେଉଁ ଅନୁଶୀଳନଟି ଅଛି ସେଟା ଚାଲ କରିଦେବା ଚାଲ ଏବେ ଯେଉଁ ନିଜେ କରି ଦେଖଟି ଅଛି ସେଇଟା କରିଦେବା କିନ୍ତୁ ସେଟା ଆମେ ଏଇ ଫର୍ମରେ କରିବା ଏ ଫର୍ମରେ କରିବାନି କାରଣ ଏଇଟା ବେଶୀ କନଫ୍ୟୁଜନ୍ ହେବ ତ ନିଜେ କରି ଦେଖ ଏଇଟା କେତେ ନିଜେ କରି ଦେଖ ପିଲାମାନେ 7 ବୋଧେ କେତେ ପେଜ୍ରେ ଅଛି 73
स्टार्ट करवा आई कहला 63 63 इजी केते 60 गुणन 1 60 के 60 आम 60 ये लिखा ना बेस फॉर्म लिखा 60 गुणन 1 प्लस 3 ठीक अच्छे ताले आम स्टार्ट करवा तो 60 गुणन 1 न लिखी खाली 60 लिखा ना 60 अच्छी तो 60 बदले आम एटा लिखिदे 1 लिखने प्रॉब्लम हो ना आम पुणी थे सिंबलटा यूज करते पड़ो तो 60 बदले एटा लिखले प्लस 3 माने 1 1 1 मैंने जीरो भी यूज करते देखिए जीरो ता सिंबल टी ये टाइप टे देखिए पर पढ़िया मैंने जो आसो से कनसेप्ट को आम जा यहाँ गला आई गला टू आई के जा 132 अच्छे पिला माने 132 को आम केमती लिखिपर 2 गुणन 60 ना 6 बार 120 आउ के रहीगला 32 रहीगला कहना 32 को आम 10 + 2 लिखिपर 120 प्लस 10 130 प्लस 2 32 132 है तबे एबे कन्वर्ट करिया देख 2 अच्छी 2 आम सिंबल कौन तो सिंबल सब आखि आगे रखते पे मैंने सिंबलटा मुझे तो तौक पड़ेगा हो 2 यहाँ दी थर यूज करी 60 कौन आमर ये चिन्हटी आउ 10 मुझे कही यहाँ पुणी थे 2 यहाँ ठीक अच्छे एवं जी 3i को 3i कौन कहला 200 200 को भांगा प्रथम 200 मान के 60 के गुणी हम 36 18 मैंने 3 गुणन 60 36 18 आ 20 रोचु 20 को आम 2 गुणन 10 लिखा ना 20 10 2 थर लिखा 2 गुणन 10 हाँ एवं करवा 3 आम 1 2 3 थर 1 यूज करदे 60 थर एटा यूज करदे पुणी एबे 2 कौन 2 यहाँ दी थर यूज करदे 10 आम ये जाने टेंशन नबार नहीं पिला माने इजी अच्छी तथापि टिके देखिए मो कनसेप्ट से नॉन तो ऑनफाइन डायरेक्ट करता किसी बुझीपारे बोली मुझे कनसेप्ट पढ़ेली हाँ 2 आई पर आई भी 3 आई पर आई भी ना यहाँ इजी हम तुमको कारण तुम ये सिंबलटा रहा देखिपार यहाँ तो इजी अच्छी 60 अच्छी बोधे हाँ 60 अच्छी भी यहाँ 60 तो 60 तो आम डायरेक्टली ये लिखिदा ना आम पाखे अच्छे यहाँ किसी टेंशन ना कि तापरटा देख बीटा कहला 3605 अच्छी 3605 को देख आमर अच्छी 3600 गोटे भैल्यू अच्छी तो आम 3600 भांगे 60 भांगानी 3600 भांगा तो 3600 गुणन 1 मुझे 3 गुणन 1 लिखानी तो 3600 + 5 होगा ताल ये जो जब 3600 आमको ये सिंबल यूज करते हो 2 मन रखिए ये 2 लिखुचु 5 आमको यहाँ 5 थर यूज करदे उल्टा है कि उल्टा है टे सिंबल टी 4 को 5 तो पिला माने वीडियो टी एंड करवा कारण यदि मो माया सभ्यता विषय जो नंबर सिस्टम अच्छी यदि ये वीडियो कवर करी तो वीडियो बहुत लंग हो तो मुझे भावुँ से नेक्स्ट पार्ट कवर करवा माया आउ चाइनीज तो वीडियो एंड करने आगे मुझे क्वेश्चन तो मन को देवी पिला माने तो ये सल्व कर आमर कमेंट निहाती उत्तर दब अटेम्प्ट कर मिनिमम तो यहाँ जो मु बेस फॉर सिस्टम आम निजे तैयारी करते तो सेटार मु गोटे सिंबल देती आपको तुम्हें संख्या आम प्रणाली कन्वर्ट करके लिख है कमेंट निहाती आंसर दियो आउ वीडियो जब भल लगुच चैनल को लाइक शेयर सब्सक्राइब कर मिनिमम सब्सक्राइब कर पिला माने नेक्स्ट वीडियो देखा।